ଘରେ ଚାଲିଛି ପୂଜା ପାଠ ଆଉ ସବୁଆଡେ ଗହଳି ଚହଳି। ନିର୍ମଳ ଚେହେରା, ସୁନ୍ଦର ଠାଣି ଆଉ ହସ ହସ ମୁଖରେ ବସିଛନ୍ତି ଘରର ମୁରବୀ। ସବୁକିଛି ଦେଖୁଛନ୍ତି ସତେ ଯେମିତି ଜୀବନ୍ତ ମଣିଷଟେ ପରି। ହେଲେ ଦର୍ଶକ ବନ୍ଧୁ, ସେ ଜୀବନ୍ତ ମଣିଷ ନୁହନ୍ତି, ସେ ହେଉଛନ୍ତି ଏକ ପ୍ରତିମୂର୍ତ୍ତିଟିଏ। ସୋଫା ଉପରେ ବସିଥିବା ଏ ବ୍ୟକ୍ତି ଜଣଙ୍କ 2 ବର୍ଷ ହେବ ଆରପାରିକୁ ଚାଲିଗଲେଣି। ହେଲେ ଏ ମୂର୍ତ୍ତି ତାଙ୍କୁ ଜୀବନ୍ତ କରିଦେଇଛି। କେବଳ ମୂର୍ତ୍ତି ତିଆରି ନୁହେଁ, ପରିବାର ଲୋକ ମଧ୍ୟ ପ୍ରାଣ ପ୍ରତିଷ୍ଠା କରିଛନ୍ତି। ମୃତ୍ୟୁର 2 ବର୍ଷ ପରେ ବି ଭୁଲି ପାରିନାହାନ୍ତି ସ୍ତ୍ରୀ। ସ୍ୱାମୀଙ୍କ ଅବିକଳ ସିଲିକନ ପ୍ରତିମୂର୍ତ୍ତି ତିଆରି କରି ବ୍ରାହ୍ମଣ ଡାକି ହିନ୍ଦୁ ରୀତିନୀତିରେ ପୂଜା ଅର୍ଚ୍ଚନା ବି କରିଛନ୍ତି। ଆଉ ସେ ପ୍ରତିମୂର୍ତ୍ତି ସହ ବିବାହ କରି ପିନ୍ଧୁଛନ୍ତି ଶଙ୍ଖା ଆଉ ସିନ୍ଦୁର। ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ନିଆରା ପ୍ରେମର ଏପରି ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାରେ। ସୂଚନା ଅନୁସାରେ ମୁନିଗୁଡ଼ାର ଜଣାଶୁଣା ଡାକ୍ତର ସମୀର ରାୟ 2023ରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ। ସ୍ୱାମୀଙ୍କ ବିୟୋଗକୁ ସହ୍ୟ କରି ପାରିନଥିଲେ ସ୍ତ୍ରୀ ସାଗରିକା। ସେପଟେ ବାପାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପୁଅ ଝିଅ। ଅନ୍ତିମ ସଂସ୍କାର ସହ ଶୁଦ୍ଧିକ୍ରିୟା, ପ୍ରଥମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ପରେ ବି ମନ ବୁଝି ନଥିଲା। ଶେଷରେ ସ୍ୱାମୀଙ୍କ ପ୍ରତିମୂର୍ତ୍ତି ଘରେ ସ୍ଥାପନ କରିବାକୁ ଇଚ୍ଛା କରିଥିଲେ ସ୍ତ୍ରୀ ସାଗରିକା। ସିଲିକନ ପ୍ରତିମୂର୍ତ୍ତି ତିଆରି କରିବାକୁ ସଂକଳ୍ପ କରିଥିଲେ। ଏଥିପାଇଁ ଧାର କରଜ କରିବା ସହ ନିଜ ସୁନାଗହଣା ମଧ୍ୟ ବିକ୍ରି କରିଦେଇଛନ୍ତି। ସ୍ୱାମୀଙ୍କ ସିଲିକନ ପ୍ରତିମୂର୍ତ୍ତିର ପାଦ ଛୁଇଁ ମୁଣ୍ଡିଆ ମାରିବା ସହ ସୁଖ ଦୁଃଖ କହିଥାନ୍ତି। ସକାଳ ହେଲେ ତାଙ୍କ ଆଗରେ ଟେବୁଲରେ ଚା କପ୍ ସାଙ୍ଗକୁ ପେପର ବି ଥୋଇ ଦିଅନ୍ତି। ଏପରିକି ସମୀରଙ୍କ ପୁଅ ଝିଅ ମଧ୍ୟ ବାପାଙ୍କ ସହ କଥାବାର୍ତ୍ତା କରନ୍ତି, କୋଳରେ ବସି ଗେଲ ହୁଅନ୍ତି। ନିଜ ପାଠ ପଢ଼ାଠୁ ଆରମ୍ଭ କରି ସବୁ କଥା ବାପାଙ୍କୁ ଜଣାନ୍ତି, ଯେଉଁଭଳି ସେମାନେ ଆଗରୁ ଜଣାଉଥିଲେ। ଗତ 2023 ମସିହାରେ ସମୀରଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଏକ ମେଡିସିନ ଷ୍ଟୋର କରି ପରିବାର ଗୁଜରାଣ ମେଣ୍ଟାଇବା ସହ ପିଲାଙ୍କୁ ପାଠ ପଢ଼ାଉଛନ୍ତି ସ୍ତ୍ରୀ ସାଗରିକା। ବ୍ୟୁରୋ ରିପୋର୍ଟ, SGTV ଓଡ଼ିଆ।